କାହାଣୀ କହୁଛି ଲାଇଟ୍ ଆଣ୍ଡ ସାଉଣ୍ଡ। ସୂର୍ଯ୍ୟ ମନ୍ଦିର ପରିସରରେ ଲାଇଟ୍ ଆଣ୍ଡ ସୋର ଉନ୍ନତିକରଣ ପ୍ରକଳ୍ପକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ପର୍ଯ୍ୟଟନ ବିଭାଗ ପକ୍ଷରୁ 6 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା ଲାଇଟ୍ ଏବଂ ସାଉଣ୍ଡ ସୋର ଅପଗ୍ରେଡେସନ ପ୍ରକଳ୍ପକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍ତି। ଅତ୍ୟାଧୁନିକ ଓ ଉଚ୍ଚ ରିଜୁଲେସନ ଡିଜିଟାଲ 8 ଗୋଟି ଜେଲର ପ୍ରୋଜେକ୍ଟରକୁ ନୂତନ ଭାବରେ ସ୍ଥାପନ କରାଯାଇଛି। ଗୋଟିଏ ଶୋରେ 300 ଜଣ ପର୍ଯ୍ୟଟକ ମୁକ୍ତ ଆକାଶ ତଳେ ବସି ଏହି ଶୋକୁ ଦେଖିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଉଚ୍ଚ ରିଜୁଲେସନ ଭିତ୍ତିକ ଲେଜର ପ୍ରୋଜେକ୍ଟର ଲଗାଯିବା ଦ୍ୱାରା ଏହା ସୂର୍ଯ୍ୟ ମନ୍ଦିର ପ୍ରତ୍ୟେକ ଶିଳ୍ପକଳା, ପ୍ରତ୍ୟେକ ଢାଞ୍ଚା, ପ୍ରତ୍ୟେକ ଐତିହ୍ୟ ଅଭିବ୍ୟକ୍ତି ଅତ୍ୟନ୍ତ ସ୍ପଷ୍ଟ ଓ ଜୀବନ୍ତ ଭାବରେ ଆଲୋକ ରୂପର ପ୍ରକାଶିତ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ହେଡଫୋନ ଆଧାରିତ ବ୍ୟବସ୍ଥାକୁ ବଦଳାଯାଇ ଏକ ଆଧୁନିକ ଓପନ ସରାଉଣ୍ଡ ସାଉଣ୍ଡ ସିଷ୍ଟମର ବ୍ୟବସ୍ଥା କରାଯାଇଛି। ଏହା ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ଐତିହାସିକ କାହାଣୀ ଶୁଣିବାକୁ ଶ୍ରୁତି ମଧୁର ଅନୁଭୂତି ମିଳିବ। ପ୍ରତ୍ୟେକ ଦିନ 6:30ରୁ 7ଟା ପର୍ଯ୍ୟନ୍ତ ଏହା ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା 2ଟି ଶୋ ଚାଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଉଦ୍ଘାଟନ କରିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କର ସମେତ ଉଚ୍ଚ ପ୍ରଶାସନିକ ଅଧିକାରୀ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋକୁ ବସି ଉପଭୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।